ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ୍ ଭଗବଦ୍ ଗୀତାର ଏହି ଗଭୀର ଜ୍ଞାନଯାତ୍ରାରେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଏକ ଏଭଳି ଶ୍ଲୋକ ଉପରେ ଆଲୋଚନା କରିବାକୁ ଯାଉଛୁ ଯାହା କର୍ମ, ଜ୍ଞାନ ଆଉ ଆଧ୍ୟାତ୍ମିକତାର ସବୁଠାରୁ ଗୂଢ଼ ରହସ୍ୟକୁ ଉନ୍ମୋଚନ କରେ। ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ପାଇଁ ଆମର ଏହି ଆଲୋଚନାକୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଆଜି ଆମର ଆଲୋଚନାର ବିଷୟ ହେଉଛି ଶ୍ରୀମଦ୍ ଭଗବଦ୍ ଗୀତାର ଚତୁର୍ଥ ଅଧ୍ୟାୟ ଜ୍ଞାନକର୍ମ ସନ୍ନ୍ୟାସ ଯୋଗର 18ତମ ଶ୍ଲୋକ। ତେବେ ଚାଲନ୍ତୁ ପ୍ରଥମେ ସେହି ଶ୍ଲୋକଟିକୁ ଶୁଣିବା। କର୍ମଣ୍ୟ କର୍ମ ୟଃ ପଶ୍ୟେଦ୍ ଅକର୍ମଣି ଚ କର୍ମଣ୍ୟଃ ସ ବୁଦ୍ଧିମାନ୍ ମନୁଷ୍ୟେଷୁ ସୟୁକ୍ତଃ କୃତ୍ସ୍ନ କର୍ମକୃତ୍। ଏହି ଶ୍ଲୋକଟି ଦେଖିବାକୁ ଗୋଟେ ପ୍ରହେଳିକା ପରି ଲାଗେ। ଏହାର ଗଭୀରତାକୁ ବୁଝିବା ପାଇଁ ଚାଲନ୍ତୁ ଏହାର ପ୍ରତ୍ୟେକ ଶବ୍ଦର ଅର୍ଥରୁ ଆରମ୍ଭ କରିବା। ନିଶ୍ଚିତ ଭାବରେ ଏହି ଶ୍ଲୋକର ପ୍ରତ୍ୟେକ ଶବ୍ଦ ଭିତରେ ବହୁତ ଗଭୀର ଦାର୍ଶନିକ ତତ୍ତ୍ୱ ଲୁଚି ରହିଛି। ଯେମିତି କର୍ମଣି, ଏହାର ଅର୍ଥ ହେଲା କର୍ମରେ, ମାନେ କର୍ମ କରୁଥିବା ଅବସ୍ଥାରେ। ତାପରେ ଅକର୍ମ, ଏଇଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶବ୍ଦ। ଏହାର ଅର୍ଥ କର୍ମର ଅଭାବ ବା କର୍ମବନ୍ଧନରୁ ମୁକ୍ତ ଅବସ୍ଥା। ଯଃ ପଶ୍ୟେତ୍, ଅର୍ଥାତ୍ ଯିଏ ଦେଖେ ବା ଅନୁଭବ କରେ। ସେହିପରି ଅକର୍ମଣି, ମାନେ ଅକର୍ମରେ ବା ଶାରୀରିକ ନିଷ୍କ୍ରିୟତାରେ। ଚ ହେଉଛି ଏବଂ, ଆଉ ବାକି ଶବ୍ଦଗୁଡ଼ିକ ଯେମିତି ସ ମାନେ ସେହି ବ୍ୟକ୍ତି, ବୁଦ୍ଧିମାନ ମାନେ ପ୍ରକୃତ ଜ୍ଞାନୀ, ମନୁଷ୍ୟସୁ ଅର୍ଥାତ୍ ମନୁଷ୍ୟମାନଙ୍କ ମଧ୍ୟରେ, ସହଯୁକ୍ତ ମାନେ ସେହି ଯୋଗଯୁକ୍ତ ବା ସ୍ଥିତପ୍ରଜ୍ଞ, ଏବଂ ଶେଷରେ କୃଷ୍ଣ କର୍ମକୃତ୍। ଏହାର ଅର୍ଥ ହେଉଛି ସମସ୍ତ କର୍ମ ସମ୍ପାଦନ କରୁଥିଲେ ବି ସେ କର୍ମବନ୍ଧନରୁ ସମ୍ପୂର୍ଣ୍ଣ ମୁକ୍ତ। ବା, ଏହାର ଶବ୍ଦାର୍ଥରୁ ହିଁ ଏହାର ଗଭୀରତା ଜଣାପଡ଼ୁଛି। କିନ୍ତୁ ସାଧାରଣ ଭାବରେ ସରଳ ଭାଷାରେ ଏହାର ଭାବାର୍ଥ କ'ଣ ହେବ? ହଁ, ସରଳ ଭାଷାରେ କହିବାକୁ ଗଲେ ଏହାର ଭାବାର୍ଥ ହେଉଛି ଯେଉଁ ବ୍ୟକ୍ତି କର୍ମ ଭିତରେ ଅକର୍ମକୁ ଆଉ ଅକର୍ମ ଭିତରେ କର୍ମକୁ ଦେଖିପାରନ୍ତି, ସେ ହିଁ ପ୍ରକୃତରେ ମନୁଷ୍ୟମାନଙ୍କ ଭିତରେ ବୁଦ୍ଧିମାନ। ସେ ହିଁ ଯୋଗୀ, ଆଉ ସେ ସବୁ କର୍ମ କରି ମଧ୍ୟ ତାର ଫଳର ମୁକ୍ତ। ଆଚ୍ଛା, କର୍ମ ଭିତରେ ଅକର୍ମ, ଅକର୍ମ ଭିତରେ କର୍ମ, ଏଇଟା ହିଁ ତ ସବୁଠୁ ବଡ଼ ପ୍ରହେଳିକା। ତେବେ ଚାଲନ୍ତୁ ଏହାରି ଭିତରକୁ ଯିବା। ଏହି ଶ୍ଲୋକର ମୁଖ୍ୟ ଭାବ ବା କେନ୍ଦ୍ରୀୟ ବିଚାରଟା କ'ଣ? ଦେଖନ୍ତୁ, ଏହାର ମୂଳ ଭାବ ହେଉଛି ଆମକୁ କର୍ମର ସ୍ୱରୂପ ବଦଳାଇବାକୁ ପଡ଼ିବନି, ବରଂ କର୍ମ ପ୍ରତି ଆମର ଯେଉଁ ଦୃଷ୍ଟିକୋଣ ଅଛି ତାକୁ ବଦଳାଇବାକୁ ପଡ଼ିବ। ଦୃଷ୍ଟିକୋଣକୁ ବଦଳାଇବା? ହଁ, ପ୍ରକୃତ କର୍ମ କ'ଣ ଆଉ ପ୍ରକୃତ ଅକର୍ମ କ'ଣ, ଏହାର ଭେଦକୁ ବୁଝାଇବା ହିଁ ଏହାର ମୂଳ ଉଦ୍ଦେଶ୍ୟ। ମାନେ ଯେଉଁ କର୍ମ ମୁଁ କରୁଛି ଏହି ଅଭିମାନକୁ ଛାଡ଼ି କରାଯାଏ, ସେଇ କର୍ମ ହିଁ ବାସ୍ତବରେ ଅକର୍ମ। ଠିକ୍ କଥା। ତେବେ ଏଠାରେ କର୍ମ ଆଉ ଅକର୍ମର ଦାର୍ଶନିକ ମହତ୍ତ୍ୱକୁ ଟିକେ ଆହୁରି ବିସ୍ତାରରେ ବୁଝାଇବେ କି? ନିଶ୍ଚୟ। ଦେଖନ୍ତୁ, କର୍ମ କହିଲେ ଆମେ ସାଧାରଣତଃ ଖାଲି ଶାରୀରିକ କାମକୁ ବୁଝୁ, କିନ୍ତୁ ଗୀତାରେ କର୍ମର ଅର୍ଥ ବହୁତ ବ୍ୟାପକ। ହଁ, ଖାଲି ହାତ ଗୋଡ଼ ଚଲେଇବା ନୁହେଁ। ଏକଦମ ମନ, ବୁଦ୍ଧି ଆଉ ଅହଙ୍କାରକୁ ନେଇ ଆମେ ଯାହା ବି କରୁ, ଯାହା ଆମ ଭିତରେ ବାସନା ସୃଷ୍ଟି କରେ, ସେ ସବୁ କର୍ମ। ଆଉ ଅକର୍ମ, ଏହାର ଅର୍ଥ ଆଳସ୍ୟ ବା କର୍ମ ଛାଡ଼ିଦେବା ଆଦୌ ନୁହେଁ। ଏଇଟା ହିଁ ସମସ୍ତେ ଭୁଲ ବୁଝନ୍ତି। ହଁ, ଅକର୍ମର ଅର୍ଥ ହେଉଛି କର୍ତ୍ତାପଣର ଭାବନା, ଫଳର ଆଶା ଆଉ ଅହଙ୍କାର ବିନା କରାଯାଇଥିବା କର୍ମ। ଏମିତି କର୍ମ କୌଣସି ନୂଆ ସଂସ୍କାର ସୃଷ୍ଟି କରେନି, ତେଣୁ ବନ୍ଧନର କାରଣ ବି ହୁଏନି। ତାହେଲେ କର୍ମରେ ଅକର୍ମ ଦେଖିବାର ଅର୍ଥ ହେଲା କାମ କରି ମଧ୍ୟ ନିଜକୁ କର୍ତ୍ତା ନ ଭାବିବା। ଠିକ୍ ଧରିଛନ୍ତି। ଆଉ ତାର ଓଲଟାଟା ବି ସେତିକି ଗୁରୁତ୍ୱପୂର୍ଣ୍ଣ, ଅକର୍ମରେ କର୍ମ ଦେଖିବା। ହଁ, ଏଇଟା ଟିକେ ବୁଝେଇ କୁହନ୍ତୁ। କିଛି ନ କରିବାଟା କେମିତି କର୍ମ ହେବ? ଭାବନ୍ତୁ, ଆପଣଙ୍କୁ ଗୋଟେ ଜରୁରୀ କାମ କରିବାର ଅଛି, କିନ୍ତୁ ଆପଣ ଆଳସ୍ୟ ବା ଭୟରେ ସେଇଟା ନ କରି ଚୁପଚାପ ବସିଛନ୍ତି। ବାହାରକୁ ଦେଖିଲେ ଲାଗିବ ଆପଣ କିଛି କରୁନାହାନ୍ତି, କିନ୍ତୁ ଆପଣଙ୍କ ମନ ଭିତରେ କ'ଣ ଚାଲିଛି? ଚିନ୍ତା, ଦ୍ୱନ୍ଦ୍ୱ, ଅପରାଧବୋଧ। ହଁ, ତେଣୁ ସେଇ ଯେଉଁ ଚୁପ୍ ବସିବାଟା, ତାହା ମଧ୍ୟ ଗୋଟେ କର୍ମ, କାରଣ ତାହା ଅହଙ୍କାର, ଆଳସ୍ୟ କିମ୍ବା ଦାୟିତ୍ୱରୁ ପଳାୟନ କରିବା ପାଇଁ କରାଯାଇଛି। ସେଇଟା ବି ବନ୍ଧନ ସୃଷ୍ଟି କରେ। ଓ, ଏବେ ପୁରା ସ୍ପଷ୍ଟ ହୋଇଗଲା। ତେବେ ଏହି ତତ୍ତ୍ୱ ଆମର ଆତ୍ମା, ଧର୍ମ ଏବଂ ଭକ୍ତି ସହିତ କେମିତି ଯୋଡ଼ି ହୋଇଅଛି? ଏହାର ସମ୍ବନ୍ଧ ବହୁତ ଗଭୀର। ଦେଖନ୍ତୁ, ଆତ୍ମାର ସ୍ୱଭାବ ହେଉଛି ସେ ଅକର୍ତ୍ତା, ଅଭୋକ୍ତା, କେବଳ ସାକ୍ଷୀ ମାତ୍ର। ଆତ୍ମା କିଛି କରେ ନାହିଁ। କିଛି କରେ ନାହିଁ।
ସବୁ କର୍ମ ପ୍ରକୃତିର 3 ଗୁଣ ଦ୍ୱାରା ହିଁ ହୁଏ। ଯେଉଁ ଜ୍ଞାନୀ ଲୋକ ଏହି କଥା ବୁଝିଯାଆନ୍ତି, ସେ କାମ କରି ମଧ୍ୟ ନିଜକୁ ଅକର୍ତ୍ତା ବୋଲି ଭାବନ୍ତି। ଏହା ହେଲା ଆତ୍ମା ସହ ସମ୍ବନ୍ଧ। ଏବେ ଆସିଲା ଧର୍ମ। ନିଜର ସ୍ୱଧର୍ମ ମାନେ ନିଜ କର୍ତ୍ତବ୍ୟକୁ ପାଳନ କରିବା ସମୟରେ ଫଳ ବିଷୟରେ ଚିନ୍ତା ନ କରିବା, ଏହା ହିଁ ହେଉଛି କର୍ମରେ ଅକର୍ମ ଦେଖିବା। ଆଉ ଭକ୍ତି ସହିତ ଏହା କେମିତି ଜଡ଼ିତ? ଯେତେବେଳେ ଜଣେ ଭକ୍ତ ନିଜର ସବୁ କାମକୁ ଈଶ୍ୱରଙ୍କ ପୂଜା ଭାବି ଏକ ସମର୍ପଣ ଭାବରେ କରେ, ସେତେବେଳେ ତାର ସବୁ କର୍ମ ଅକର୍ମରେ ବଦଳିଯାଏ। ଏହା ହିଁ ତ ପ୍ରକୃତ କର୍ମଯୋଗ ଆଉ ଭକ୍ତିର ସୁନ୍ଦର ମିଳନ। ବହୁତ ବଢ଼ିଆ। ଏବେ ଯଦି ଆମେ କୁରୁକ୍ଷେତ୍ରକୁ ଫେରିବା, ଅର୍ଜୁନ ଯେଉଁ ମାନସିକ ଦ୍ୱନ୍ଦ୍ୱରେ ଥିଲେ, ତାଙ୍କ ପାଇଁ ଏହି ଶ୍ଲୋକ କେତେ ପ୍ରାସଙ୍ଗିକ ଥିଲା? ଏହା ତ ଅର୍ଜୁନଙ୍କ ପାଇଁ ହିଁ କୁହାଯାଇଥିଲା। ଅର୍ଜୁନ ଯୁଦ୍ଧରୁ ପଳାଇବାକୁ ଚାହୁଁଥିଲେ। ହଁ, ସେ ଭାବୁଥିଲେ ଯୁଦ୍ଧ ନ କରିବା ହିଁ ଭଲ। ଏକଦମ। ସେ ଭାବୁଥିଲେ ଯେ ଯୁଦ୍ଧ ନ କରିବା ମାନେ ଅକର୍ମ ହିଁ ଶ୍ରେୟସ୍କର। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇଲେ ଯେ ମୋହ ଆଉ ଦୁଃଖ ଯୋଗୁଁ କର୍ତ୍ତବ୍ୟ ଛାଡ଼ିଦେବାଟା ବି ଗୋଟେ ବନ୍ଧନକାରୀ କର୍ମ। ସେଟା ପ୍ରକୃତ ଅକର୍ମ ନୁହେଁ। ବୁଝିଲି। ବରଂ କ୍ଷତ୍ରିୟ ଧର୍ମ ଅନୁସାରେ ଫଳର ଆଶା ନ ରଖି ନିଷ୍କାମ ଭାବରେ ଯୁଦ୍ଧ କରିବା ହିଁ ତାଙ୍କ ପାଇଁ ପ୍ରକୃତ ଅକର୍ମ ଥିଲା। ଏହି ଯେଉଁ ବିଚାର, ଏହା କ'ଣ ଅନ୍ୟ କୌଣସି ଶାସ୍ତ୍ରରେ, ଯେମିତି ଉପନିଷଦରେ କିମ୍ବା ଗୀତାର ଅନ୍ୟ କୌଣସି ଶ୍ଲୋକରେ ବି ଦେଖିବାକୁ ମିଳେ? ହଁ, ନିଶ୍ଚୟ। ଏହି ବିଚାର ବୈଦିକ ପରମ୍ପରାର ମୂଳଦୁଆ। ଈଶାବାସ୍ୟ ଉପନିଷଦରେ ସ୍ପଷ୍ଟ କୁହାଯାଇଛି, କୁଣ୍ଭନ୍ନେବେହ କର୍ମାଣି ଜିଜି ବିଷୟ ଶତଂ ସମଃ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା, ଏହି ସଂସାରରେ କର୍ମ କରି ହିଁ 100 ବର୍ଷ ବଞ୍ଚିବାର ଇଚ୍ଛା କରିବା ଉଚିତ। କର୍ମରୁ ପଳାୟନର ବାଟ ନାହିଁ। ଆଚ୍ଛା। ଆଉ ଗୀତାରେ ତ ବାରମ୍ବାର କଥା କୁହାଯାଇଛି। 2ୟ ଅଧ୍ୟାୟର ପ୍ରସିଦ୍ଧ ଶ୍ଲୋକ କର୍ମଣେବାଧିକାରସ୍ତେ ମା ଫଲେଷୁ କଦାଚନ। ହଁ, ତୁମର ଅଧିକାର କେବଳ କର୍ମରେ, ଫଳରେ ନୁହେଁ। ସେଇ କଥା। ସେହିପରି 3ୟ ଅଧ୍ୟାୟରେ ଭଗବାନ କହୁଛନ୍ତି, ନ ହି କଶ୍ଚିତ୍ କ୍ଷଣମପି ଜାତୁତିଷ୍ଠତ୍ୟ କର୍ମକୃତ୍। ମାନେ କୌଣସି ବ୍ୟକ୍ତି କ୍ଷଣେ ମାତ୍ର କର୍ମ ନ କରି ରହିପାରିବ ନାହିଁ। ଏହାର ଅର୍ଥ କର୍ମ ତ୍ୟାଗ କରିବା ଅସମ୍ଭବ, ତେଣୁ କର୍ମ କରିବାର କୌଶଳ ଶିଖିବା ହିଁ ଏକମାତ୍ର ଉପାୟ। ଏକଦମ ଠିକ୍। ଠିକ୍ ଅଛି। ଏତେ ସବୁ ଦାର୍ଶନିକ ଆଲୋଚନା ପରେ ଏବେ ଆମେ ଆସିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ। ଏହି ତତ୍ତ୍ୱ ଆଜିର ଆଧୁନିକ ମଣିଷ ପାଇଁ କେତେ ପ୍ରାସଙ୍ଗିକ? ମୁଁ କହିବି, ଆଜିର ଚାପଗ୍ରସ୍ତ ଜୀବନରେ ଏହାର ମହତ୍ତ୍ୱ ସବୁଠାରୁ ଅଧିକ। କେମିତି? ଦେଖନ୍ତୁ, ଆମେ ଆମ କର୍ମକ୍ଷେତ୍ରରେ ମାନେ ଅଫିସରେ ହେଉ ବା ବ୍ୟବସାୟରେ ସବୁବେଳେ ଫଳାଫଳକୁ ନେଇ ବହୁତ ଚିନ୍ତିତ ରହୁ। ଏଇଟା ହିଁ ଆମ ଭିତରେ ଚାପ, ଈର୍ଷା ଆଉ ନିରାଶା ସୃଷ୍ଟି କରେ। ହଁ, ଟାର୍ଗେଟ ପୂରଣ ହେବ କି ନାହିଁ, ପ୍ରମୋଶନ ମିଳିବ କି ନାହିଁ, ଏସବୁ ଚିନ୍ତା। ହଁ, ଏହି ଶ୍ଲୋକ ଆମକୁ ଡିଟାଚ୍ଡ ଏଙ୍ଗେଜମେଣ୍ଟ ବା ନିରପେକ୍ଷ ଯୋଗଦାନ ଶିଖାଏ। ମାନେ କାମକୁ ପୁରା ଦକ୍ଷତାର ସହ କର, କିନ୍ତୁ ଫଳଟାକୁ ଈଶ୍ୱରଙ୍କ ଉପରେ ଛାଡ଼ିଦିଅ। ଏହା ଆମକୁ ଅପାର ମାନସିକ ଶାନ୍ତି ଦିଏ। ଏହାକୁ ଆହୁରି ସରଳ କରିବା ପାଇଁ କିଛି ସହଜ ଉଦାହରଣ ଦେଇ ବୁଝେଇ ପାରିବେ କି? ନିଶ୍ଚୟ। ଗୋଟେ ସୁନ୍ଦର ଉଦାହରଣ ହେଉଛି ବସ୍ତ୍ର ପରିବର୍ତ୍ତନ। ଯେମିତି ଆମେ ପୁରୁଣା ପୋଷାକ ଛାଡ଼ି ନୂଆ ପିନ୍ଧୁ, କିନ୍ତୁ ଆମେ ନିଜେ ତ ବଦଳି ଯାଉନା। ହଁ, ଆମେ ସେଇ ଏକା ଲୋକ ଥାଉ। ଠିକ୍ ସେହିପରି ଜଣେ ଜ୍ଞାନୀ ବ୍ୟକ୍ତି ଦିନ ଭିତରେ ଅନେକ କାମ କରନ୍ତି, କିନ୍ତୁ ନିଜର ସେହି ସାକ୍ଷୀ ସ୍ୱରୂପରେ ସ୍ଥିର ରହନ୍ତି। ଆଉ ଗୋଟେ ଉଦାହରଣ? ଆଉ ଗୋଟେ ଉଦାହରଣ ହେଉଛି ନଦୀର ପ୍ରବାହ। ନଦୀ ସବୁବେଳେ ବହି ଚାଲିଥାଏ। ଏହା ତାର କର୍ମ, କିନ୍ତୁ ସେ କେବେ ନିଜ ପାଇଁ କିଛି ସଂଗ୍ରହ କରେନି। ତାର ସବୁ କର୍ମ ଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ବହୁତ ସୁନ୍ଦର। ତେବେ ଏହି ଶ୍ଲୋକରୁ ଆମେ ଆମ ଜୀବନରେ ଆପଣାଇବା ପାଇଁ ମୁଖ୍ୟ ଶିକ୍ଷା କ'ଣ ପାଇଲେ? ସବୁଠାରୁ ବଡ଼ ଶିକ୍ଷା ହେଲା, କର୍ମ ଛାଡ଼ିବା ଦରକାର ନାହିଁ, ବରଂ ମୁଁ କରୁଛି ଏଇ ଅହଙ୍କାରଟା ଛାଡ଼ିବା ଦରକାର। କର୍ତ୍ତାପଣର ଭାବ ତ୍ୟାଗ କରିବା। ହଁ, ନିଜ କାମକୁ ଗୋଟେ ସେବା ବା ଉପାସନା ଭାବି କରିବା, ଆଉ ସଫଳତାରେ ଅହଙ୍କାରୀ ନ ହେବା ଏବଂ ବିଫଳତାରେ ଭାଙ୍ଗି ନ ପଡ଼ିବା। ଏହାର ଯଦି ଆମେ ଜଣେ ଛାତ୍ର, ଜଣେ ଗୃହସ୍ଥ ଏବଂ ଜଣେ ଆଧ୍ୟାତ୍ମିକ ସାଧକଙ୍କ ପାଇଁ ଅଲଗା ଅଲଗା ଭାବେ ଦେଖିବା, ତେବେ କ'ଣ ସନ୍ଦେଶ ରହିଛି? ବିଦ୍ୟାର୍ଥୀଙ୍କ ପାଇଁ ସନ୍ଦେଶ ହେଉଛି, ପରୀକ୍ଷାର ଫଳାଫଳକୁ ନେଇ ବେଶୀ ଚିନ୍ତା ନ କରି କେବଳ ପଢ଼ିବା ଆଉ ଜ୍ଞାନ ଅର୍ଜନ କରିବାର ଆନନ୍ଦରେ ଧ୍ୟାନ ଦେବା। ଆଉ ଗୃହସ୍ଥଙ୍କ ପାଇଁ? ଗୃହସ୍ଥଙ୍କ ପାଇଁ ପରିବାର ଓ ସମାଜ ପ୍ରତି ନିଜର ଦାୟିତ୍ୱକୁ ଏକ କର୍ତ୍ତବ୍ୟ ଭାବରେ ପାଳନ କରିବା ଉଚିତ, ଏହାକୁ ବୋଝ ନ ଭାବି। ଆଉ ସାଧକ? ସାଧକ ପାଇଁ ତ ପ୍ରତ୍ୟେକ କର୍ମ ହିଁ ଧ୍ୟାନର ଏକ ରୂପ।
ସେ ସବୁ କାମ ଭିତରେ ହିଁ ଆତ୍ମସାକ୍ଷାତକାରର ମାର୍ଗ ଖୋଜିବା ଉଚିତ। ତେବେ ଏ ସମସ୍ତ ଆଲୋଚନା ପରେ ଏ ଶ୍ଲୋକର ଅନ୍ତିମ ସାର କ'ଣ ବୋଲି ଆମେ କହିପାରିବା? ଏହାର ଅନ୍ତିମ ସାର ହେଉଛି ପ୍ରକୃତ ସ୍ୱାଧୀନତା ବା ମୁକ୍ତି କର୍ମ ଛାଡ଼ିବାରେ ନାହିଁ, ବରଂ କର୍ମକୁ କୌଶଳପୂର୍ବକ କରିବାରେ ଅଛି। କର୍ମଯୋଗଃ କୌଶଲମ୍। ଏକଦମ୍। ଯେଉଁ ବ୍ୟକ୍ତି ଏହି ରହସ୍ୟକୁ ଜାଣିଯାଆନ୍ତି, ସେ ଏହି ସଂସାରରେ ରହି ମଧ୍ୟ ସଂସାରର ବନ୍ଧନରୁ ମୁକ୍ତ ରହନ୍ତି। ସେ ହିଁ ପ୍ରକୃତ ଯୁକ୍ତ ଏବଂ କୃଷ୍ଣ କର୍ମକୃତ। ବହୁତ ସୁନ୍ଦର ଭାବରେ ଆପଣ ଏହି ଗୂଢ଼ ତତ୍ତ୍ୱକୁ ବ୍ୟାଖ୍ୟା କଲେ। ଚାଲନ୍ତୁ ଏବେ ଏହି ଆଲୋଚନାର ମୁଖ୍ୟ ବିନ୍ଦୁଗୁଡ଼ିକୁ ସଂକ୍ଷେପରେ ଦେଖିନେବା। ହଁ, ନିଶ୍ଚୟ। ପ୍ରଥମ କଥା ହେଲା, ପ୍ରକୃତ ଜ୍ଞାନୀ କର୍ମ କରି ମଧ୍ୟ ନିଜକୁ ଅକର୍ତ୍ତା ମନେ କରନ୍ତି। ଏହା ହେଲା କର୍ମରେ ଅକର୍ମ। ଦ୍ୱିତୀୟରେ, ଆଳସ୍ୟ କିମ୍ବା ଅହଙ୍କାର ଯୋଗୁଁ କର୍ମ ଛାଡ଼ିଦେବାଟା ବି ଗୋଟେ ବନ୍ଧନକାରୀ କର୍ମ। ଏହା ହେଲା ଅକର୍ମରେ କର୍ମ। ତୃତୀୟ କଥା, କର୍ତ୍ତବ୍ୟକୁ ଫଳର ଆଶା ଓ ଅହଙ୍କାର ବିନା କରିବା ହିଁ କର୍ମବନ୍ଧନରୁ ମୁକ୍ତିର ପ୍ରକୃତ ରାସ୍ତା। ଆଉ ଶେଷରେ, ଆତ୍ମା ସବୁବେଳେ ଅକର୍ତ୍ତା, କର୍ମ ପ୍ରକୃତି ଦ୍ୱାରା ହୁଏ, ଏହି ଜ୍ଞାନରେ ସ୍ଥିର ହେବା ହିଁ ପ୍ରକୃତ ବୁଦ୍ଧିମତ୍ତା। ଆଶା କରୁଛୁ ଆଜିର ଏହି ଆଲୋଚନା ଆପଣଙ୍କୁ କର୍ମର ପ୍ରକୃତ ସ୍ୱରୂପ ବୁଝିବାରେ ସହାୟକ ହୋଇଥିବ। ଯଦି ଏହି ଆଲୋଚନା ଭଲ ଲାଗିଥାଏ, ତେବେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଲାଭ କରନ୍ତୁ। କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ଆପଣ ନିଜର ଭକ୍ତିଭାବ ପ୍ରକଟ କରିପାରିବେ। ଗୀତାଜ୍ଞାନର ଏହି ଅନନ୍ତ ଯାତ୍ରାରେ ଆମ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଗାମୀ ଆଲୋଚନାରେ ଆମେ ପରବର୍ତ୍ତୀ ଶ୍ଲୋକର ରହସ୍ୟ ଉନ୍ମୋଚନ କରିବା। ଯିବା ପୂର୍ବରୁ ଗୋଟେ ବିଚାର ଛାଡ଼ି ଯାଉଛି। କର୍ମ କରିବା ସମୟରେ କେବେ ଭାବିଛନ୍ତି କି ଏହି କର୍ମର ପ୍ରକୃତ କର୍ତ୍ତା କିଏ? ଆମେ ନିଜେ ନା ଆମ ମାଧ୍ୟମରେ କାର୍ଯ୍ୟ କରୁଥିବା ବିଶ୍ୱଚେତନା? ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।